ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆମେ ସମସ୍ତେ ଜାଣିଛୁ ଯେ ଏନୋଫିଲିସ୍ ମଶା କାମୁଡ଼ିଲେ ଆମକୁ ମ୍ୟାଲେରିଆ ରୋଗ ହୋଇଥାଏ। ତେଣୁ ଆମେ ଘରେ ଯେଉଁ ପରିବା ଚୋପା ଘରରେ ଫୋପାଡ଼ି ଦେଇଥାନ୍ତୁ ତାହାକୁ ଆମେ କେଉଁଠାରେ ଯଦି ପୋତିଦେବା ସେ ଠିକ୍ରେ ଖତ ରୂପରେ ବ୍ୟବହାର ହୋଇପାରିବ। ଆଉ ଆମେ ଯେଉଁ ଖୋଲାରେ ଯେଉଁ ଆମେ ଶୋଉଛୁ ଆମେ ଯଦି ମଶାରୀ ଟାଣିକି ଶୋଇବା ତାହେଲେ ଆମକୁ ମଶା କାମୁଡ଼ିବ ନାହିଁ ଏବଂ ସେ ମଶାରୀକୁ ଆମେ ଔଷଧ ଦ୍ୱାରା କିମ୍ବା ଗରମ ପାଣି ଦ୍ୱାରା ତାହାକୁ ଆମେ କାଚିକି ଶୁଖାଇ ପାରିବା ଏବଂ ଆମେ ଭଲ ପାଣି ବ୍ୟବହାର କରିପାରିବା। ଆମେ ସନ୍ଧ୍ୟା ହେଲେ କି କବାଟ କିମ୍ବା ଝରକାକୁ ବନ୍ଦ କରିଦେବା ଏବଂ ଯଦି କୌଣସି ପ୍ରକାର ଯଦି ମ୍ୟାଲେରିଆ ରୋଗର ସନ୍ଦେହ ହୁଏ ତାହେଲେ ଆମେ ଡାକ୍ତରଖାନାକୁ ଯାଇ ଟ୍ରିଟମେଣ୍ଟ କରାଇବା। ଧନ୍ୟବାଦ। ମ୍ୟାଲେରିଆ ଏଡିସ୍ ମଶା ଜାଲେ ମ୍ୟାଲେରିଆ ରହିଆସି ଯେ ନାଳ ନର୍ଦ୍ଦମା ଅଛି ପ୍ୟାନ୍ ଜମି ଆସି ଆମେ ତାହାକେ ସାଇଜ୍ କରିକି ପ୍ୟାନ୍ ବଟେଇ ପାରମା କି ଶୋଇଲା ବେଲେ ବି ମଶାରୀ ଉଡ଼ିକି ଶୁମା ଯେ ତାରୁ ରକ୍ଷା କରେ। ମ୍ୟାଲେରିଆ ରୋଗରେ ବହୁତ ଜ୍ୱର ବି ଆଣବା ବହୁତ କିଛି ବି ହେବା ତ ଆମ ସ୍ୱାସ୍ଥ୍ୟ ଉପରେ ଟିକେ ଧ୍ୟାନ ଦେବା। ନବମ ଶ୍ରେଣୀରେ ଆଜିକାର ଏ ୱାର୍ଲ୍ଡ ମ୍ୟାଲେରିଆ ଡେରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆମକୁ ଏଡିସ୍ ମଶା କାମୁଡ଼ିଲେ ଆମକୁ ମ୍ୟାଲେରିଆ ରୋଗ ହୋଇଥାଏ। ସେଥିପାଇଁ ଆମେ ତାହାର ଯତ୍ନ ନେବା। ଆମେ ୟୁଜ୍ ଏ ମସ୍କିଟୋ ନେଟ୍ ଆମେ ମଶାରୀ ବ୍ୟବହାର କରିବା। ୟୁଜ୍ ଏ ମସ୍କିଟୋ ତାର ଔଷଧ ମାରିବା ତାର ବ୍ୟବହାର କରିବା। ରିମୁଭ୍ ଷ୍ଟାଣ୍ଡାର୍ଡ ୱାଟରକୁ ତାର ସୁରକ୍ଷିତ ରଖିବା। ୟୁଜ୍ ୱିଣ୍ଡୋ ସ୍କ୍ରିନ୍ ଆଣ୍ଡ କିପ୍ ଡୋର୍ସ କ୍ଲୋଜ୍ ଆମେ ଆମ ଝରକା ବା ଆମ ୱିଣ୍ଡୋ ଥିବା ତାହାକୁ ଆମେ ବନ୍ଦ କରିଦେବା।